ମାନେ ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ଆଜି ଆମେ +3 ସେକେଣ୍ଡ ସେମିଷ୍ଟରର କୋର୍ ଆଇଭିର ପ୍ରଥମ ୟୁନିଟ୍ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ପୃଷ୍ଠଭୂମି ଉପରେ ଗୋଟିଏ ଲଙ୍ଗ କୋଶ୍ଚିନ୍ ଆଲୋଚନା କରିସାରିଥିଲେ ଏବଂ ଆଜି ଆଉ ଗୋଟିଏ ଲଙ୍ଗ କୋଶ୍ଚିନ୍ ଆଲୋଚନା କରିବା, ଯାହାକି ଆପଣଙ୍କ ଏକ୍ଜାମ୍ ପାଇଁ ହେଲ୍ପଫୁଲ୍ ରହିବ। ତ ଆଜିର ଆମର କୋଶ୍ଚିନ୍ ହେଉଛି ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ସାମାଜିକ ଭିତ୍ତିଭୂମି ବିଚାର କର। ମୋଗଲ ସମ୍ରାଟ ଶାହାଜାହାନଙ୍କର ଦରବାର ଥିଲା ବୈଭବ ଓ ଐଶ୍ୱର୍ଯ୍ୟ ପରିପୂର୍ଣ୍ଣ। ସେ ସମୟରେ ବିଦେଶୀ ପର୍ଯ୍ୟଟକମାନେ ସମ୍ରାଟଙ୍କ ଦରବାରର ଏହି ଐଶ୍ୱର୍ଯ୍ୟ ଦେଖି ସ୍ତମ୍ଭୀଭୂତ ହୋଇଯାଇଅଛନ୍ତି ଏବଂ ମୋଗଲ ଦରବାରର ବିଳାସପୂର୍ଣ୍ଣ ସାଜସଜ୍ଜାର ବହୁ ପ୍ରଶଂସାପୂର୍ଣ୍ଣ ବର୍ଣ୍ଣନା ଲିପିବଦ୍ଧ କରିଅଛନ୍ତି। ସମ୍ରାଟଙ୍କ ବ୍ୟକ୍ତିଗତ ଜୀବନର ଭୋଗବିଳାସରେ ଅମାପ ଧନ ବ୍ୟୟ ହେଉଥିଲା। ମୋଗଲ ରାଜପରିବାରଗୁଡ଼ିକରେ ରତ୍ନ ଓ ମାଣିକ୍ୟର ପର୍ଯ୍ୟାପ୍ତ ବ୍ୟବହାର ହେଉଥିଲା। ସମ୍ରାଟଙ୍କ ଲାଗି ପ୍ରତିବର୍ଷ 1000 ବହୁମୂଲ୍ୟ ବସ୍ତ୍ର ତୟାର ହେଉଥିଲା। ଶାହାଜାହାନ ଥିଲେ ବୈଭବ ଓ ବିଳାସର ପ୍ରତିମୂର୍ତ୍ତି। ଏହାଙ୍କର ଶରୀର ସ୍ୱର୍ଣ୍ଣ ଖଚିତ ବସ୍ତ୍ର, ରତ୍ନହାର ଓ ମଣିମାଣିକ୍ୟରେ ଥିଲା ସର୍ବଦା ବିଭୂଷିତ। ମୋଗଲ ଅନ୍ତଃପୁରର ବୈଭବ ନିକଟରେ ଇନ୍ଦ୍ରଭବନ ମଧ୍ୟ ପରାଜିତ ହେଉଥିଲା। ସମ୍ରାଟଙ୍କ ପରି ବେଗମମାନଙ୍କର ପୋଷାକ ପରିଚ୍ଛଦ ମଧ୍ୟ ଥିଲା ସ୍ୱର୍ଣ୍ଣ ଓ ମଣିମାଣିକ୍ୟ ଖଚିତ। ଦରବାରର ଅମୀର ଓ କର୍ମଚାରୀମାନଙ୍କର ଜୀବନ ମଧ୍ୟ କମ୍ ବିଳାସପୂର୍ଣ୍ଣ ନଥିଲା। ମୋଗଲ ଅଧିକୃତ ସାରା ଭାରତବର୍ଷରେ ରାଜାମାନେ ମୋଗଲ ଅଧିପତିଙ୍କୁ ଅନୁସରଣ କରୁଥିଲେ। ତତ୍କାଳୀନ ହିନ୍ଦୁ ରାଜାମାନଙ୍କ ମଧ୍ୟରେ ବିଳାସମୟ ମୋଗଲ ଦରବାର ଥିଲା ପ୍ରଧାନ ଆକର୍ଷଣୀୟ ଓ ଆଦର୍ଶ ସ୍ଥାନୀୟ। ରାଜାମାନେ ବ୍ୟକ୍ତିଗତ ବିଳାସର ସମ୍ପୂର୍ଣ୍ଣ ଆୟୋଜନ ବ୍ୟତୀତ ନଗର, ଉଦ୍ୟାନ, ଉପବନ ଓ ହର୍ମ୍ୟ ନିର୍ମାଣରେ ଐଶ୍ୱର୍ଯ୍ୟ ପରିସ୍ଫୁଟ କରିବା ଲାଗି ଅକାତରରେ ଧନ ବ୍ୟୟ କରୁଥିଲେ। ମୋଗଲ ଅନ୍ତଃପୁରଗୁଡ଼ିକରେ ଉକ୍ତ ବିଳାସିତାର ଚରମ ବ୍ୟବସ୍ଥା ପ୍ରକଟିତ ହୋଇଥିଲା। ଅନ୍ତଃପୁରଗୁଡ଼ିକରେ ରହୁଥିଲେ ହଜାର ହଜାର ସଂଖ୍ୟକ ସ୍ତ୍ରୀ। ଭିନ୍ନ ଭିନ୍ନ ବର୍ଣ୍ଣ ଓ ଜାତିର ଏହି ଅଗଣିତ ନାରୀମାନେ ଅନ୍ତଃପୁରରେ ଭିନ୍ନ ଭିନ୍ନ କାର୍ଯ୍ୟ ସମ୍ପାଦନ କରୁଥିଲେ। ଏଥିମଧ୍ୟରୁ ଅନେକ ବାଦଶାହଙ୍କ ପ୍ରତ୍ୟକ୍ଷ ସେବାରେ ନିଯୁକ୍ତ ଥିଲେ। ଆଉ କେତେକ ବାଦଶାହଙ୍କ ମନୋରଞ୍ଜନ ଲାଗି କେତେକ ଶିକ୍ଷା କର୍ମରେ ନିଯୁକ୍ତ ଥିଲେ। ଅନ୍ତଃପୁରର ଶିକ୍ଷା, ଗଜଲ ଗାନ ଓ ବହୁ ଅଶ୍ଳୀଳ ପ୍ରେମ କାହାଣୀ ମଧ୍ୟରେ ସୀମାବଦ୍ଧ ଥିଲା। ଏମାନଙ୍କ ଭିତରେ ବୃଦ୍ଧା ସ୍ତ୍ରୀଲୋକେ ଅନେକ କ୍ଷେତ୍ରରେ ଦୂତୀର କାର୍ଯ୍ୟ କରୁଥିଲେ। ଏହି କୁଟୀନୀମାନେ ସ୍ଥାନେ ସ୍ଥାନେ ବାହାରର ସୁନ୍ଦରୀ ସ୍ତ୍ରୀମାନଙ୍କୁ ନାନା ପ୍ରଲୋଭନ ଦେଖାଇ ଅନ୍ତଃପୁରକୁ ଘେନି ଆସୁଥିଲେ। ରୀତି କାବ୍ୟଗୁଡ଼ିକର ଦୂତୀ ଅନେକତ୍ର ଏହି ବୃଦ୍ଧା କୁଟୀନୀମାନଙ୍କର ପ୍ରତିଛାୟାରେ ଗଠିତ। ସମ୍ରାଟଙ୍କ ଗହଣରେ ସୁନ୍ଦରୀ ସ୍ତ୍ରୀ ସହିତ ସୁରାର ମଧ୍ୟ ବ୍ୟାପକ ବ୍ୟବହାର ହେଉଥିଲା। ତାହେଲେ ଯଦି ଆମକୁ ପଚାରେ ରୀତି ଯୁଗରେ କାହାର ବ୍ୟବହାର ହେଉଥିଲା ନା ସୁନ୍ଦରୀ ସ୍ତ୍ରୀ ସହିତ ସୁରାର ମଧ୍ୟ ବ୍ୟବହାର କରାଯାଉଥିଲା। ତାହେଲେ ଆମେ କ'ଣ ଜାଣିଲେ ନା ରୀତି ଯୁଗରେ ଯେଉଁ ରାଜାମାନେ ଥିଲେ ସେମାନେ ବିଶେଷ କରି ଭୋଗବିଳାସରେ ବୁଡ଼ିକି ରହୁଥିଲେ। ମଦିରା ପାନ ଥିଲା ସେ ସମୟର ସବୁଠାରୁ ବଳି ଏକ ରାଜକୀୟ ବ୍ୟସନ। ହିନ୍ଦୁ ଓ ମୁସଲମାନ ରାଜନ୍ୟ ଗୋଷ୍ଠୀ ସମାନ ଭାବରେ ଏହାର ଅବାଧ ସେବନ କରୁଥିଲେ।
ସାମନ୍ତ ରାଜନ୍ୟ ଗୋଷ୍ଠୀ ମଧ୍ୟରେ ଶୃଙ୍ଗାରିକତାର ନଗ୍ନ ନୃତ୍ୟ ଦେଖାଯାଉଥିଲା। ସୈନିକ ଶିବିର ଗୁଡ଼ିକରେ ବେଶ୍ୟା ଗୋଷ୍ଠୀର ଥିଲା ଅବାଧ ପ୍ରବେଶାଧିକାର। କ୍ଷୁଦ୍ର କ୍ଷୁଦ୍ର ସାମନ୍ତ ରାଜାମାନଙ୍କ ଆଗରେ ଏହା ହିଁ ଥିଲା ସେ ସମୟର ଆଦର୍ଶ। ସେମାନଙ୍କର ସମସ୍ତ ସମୟ ଭୋଗ ବିଳାସରେ ହିଁ ଅତିବାହିତ ହେଉଥିଲା। ମାତ୍ର ଜନସାଧାରଣଙ୍କର ଜୀବନ ଥିଲା ଅତ୍ୟାଚାର ଜର୍ଜରିତ, ଲୁଣ୍ଠନ ପ୍ରପୀଡ଼ିତ ଓ ଶାସନ ସମ୍ପର୍କରେ ଯେପରି ଗୋଟିଏ ନିସ୍ତରଙ୍ଗ ହ୍ରଦ। ଓଡ଼ିଆ କାବ୍ୟ ସାହିତ୍ୟରେ ରୀତିଯୁଗର ଉନ୍ମେଷ ବେଳକୁ ଘୁମସାରର ରାଜକବି ଧନଞ୍ଜୟ ଭଞ୍ଜଙ୍କ ଜୀବନର ବିଳାସ ପ୍ରୀତି ଓ ବିଭତ୍ସତାପୂର୍ଣ୍ଣ ଜୀବନଧାରା ମୋଗଲ ଦରବାରର ବିଳାସିତା ପ୍ରଭାବରେ ଏକାନ୍ତ ପ୍ରଭାବିତ ହୋଇଥିବାର ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଅନୁଜ ଗୋବିନ୍ଦ ଭଞ୍ଜଙ୍କୁ ଥାଟ ରାଜା ରୂପେ ନିଯୁକ୍ତ କରି ଏବଂ ତାଙ୍କ ଉପରେ ରାଜ୍ୟ ଶାସନର ସମସ୍ତ ଦାୟିତ୍ୱ ନ୍ୟସ୍ତ କରି ସେ ନିଜେ ଆମୋଦ ପ୍ରମୋଦ ଓ ଭୋଗ ବିଳାସରେ ତଥା କାବ୍ୟ ସାହିତ୍ୟ ଚର୍ଚ୍ଚାରେ ଲିପ୍ତ ରହୁଥିଲେ। ତାହେଲେ ଧନଞ୍ଜୟ ଭଞ୍ଜଙ୍କ ସାନ ଭାଇ ବା ଅନୁଜ କିଏ ଥିଲେ? ନା ଗୋବିନ୍ଦ ଭଞ୍ଜ। ସେ ତାଙ୍କ ଉପରେ ସବୁ ଭାର ଦେଇ, ଶାସନର ଭାର ଦେଇ ଧନଞ୍ଜୟ ଭଞ୍ଜ ନିଜେ ଭୋଗ ବିଳାସରେ କିମ୍ବା ସାହିତ୍ୟ ଚର୍ଚ୍ଚାରେ ଲିପ୍ତ ରହୁଥିଲେ। ତାଙ୍କ ଦରବାର ଥିଲା ବିଳାସମୟ ସଙ୍ଗୀତ ଚର୍ଚ୍ଚାର ପ୍ରଧାନ କେନ୍ଦ୍ର ଏବଂ ସେଥିରେ ନାନା ଧରଣର ବାଦ୍ୟଯନ୍ତ୍ର ଯଥା ବୀଣା, ସିତାର, ପୋଖଜ, ଖଞ୍ଜଣି ଆଦିର ବ୍ୟବହାର ଥିଲା। ଅନ୍ତପୁର ଭିତରେ ସଙ୍ଗୀତର ମୂର୍ଚ୍ଛନା ଓ ଉକ୍ତ ସମସ୍ତ ବାଦ୍ୟଯନ୍ତ୍ରର ତାଳେ ତାଳେ ସାତକୋଡ଼ି ନାଚୁଣୀ ନୃତ୍ୟ କରୁଥିଲେ ରାଜାଙ୍କର କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ। ଧନଞ୍ଜୟ ଭଞ୍ଜଙ୍କର ବ୍ୟକ୍ତିଗତ ସମ୍ଭୋଗ ଲାଗି ଅନ୍ତପୁର ବାହାରେ ସାତକୋଡ଼ି ଗଣିକା ରକ୍ଷିତା ସ୍ୱରୂପ ରହିଥିଲେ। ସେ ଗୋଟିଏ ଜଗତି ନିର୍ମାଣ କରି 70,000 ଟଙ୍କା ବ୍ୟୟ କରିଥିଲେ। ଏହି ଜଗତିରେ ଖଟଦୋଳି ବାଙ୍କିଆ ବନ୍ଧା ହୋଇଥିଲା ଓ ସେଥିରେ ନବରତ୍ନ ଖଚିତ ନାନାବିଧ କାରୁକାର୍ଯ୍ୟ ଶୋଭା ପାଉଥିଲା। ଏସବୁ ତାଙ୍କର ବିଳାସମୟ ସମ୍ଭୋଗ ପ୍ରୀତିର ନିଦର୍ଶନ ହେଲେ ମଧ୍ୟ ସାମାଜିକ ଭାବରେ ଯୌନ ଆଚରଣର ଯଥେଚ୍ଛତା ଓ ଭ୍ରଷ୍ଟାଚାରର ସଂକେତମାନ ବହୁ ତଳକୁ ଚାଲି ଯାଇଥିବାର ଜଣାଯାଏ। ଉନ୍ନତ ସ୍ତନୀ ଯୌବନୀ ନାରୀଙ୍କର ସ୍ତନରେ ସ୍ନାନ ବେଳେ ସେ ଆପଣାର ଶରୀରକୁ ମର୍ଦ୍ଦନ କରାଉଥିଲେ। ଘୁମସର ରାଜବଂଶର ଇତିହାସରୁ ଏକଥା ଜଣାଯାଏ। ସେତେବେଳେ ଓଡ଼ିଶାର ରାଜପରିବାର ଗୁଡ଼ିକରେ ମୋଗଲ ଦରବାରୀ ପ୍ରଭାବରେ ବହୁ ପତ୍ନୀକତା ଆଦର୍ଶ ସ୍ୱରୂପ ବିବେଚିତ ହେଉଥିଲା। ତାହେଲେ ଆମେ କ'ଣ ଜାଣିବାକୁ ପାଇଲେ? ନା ରୀତି ଯୁଗରେ ବହୁ ପତ୍ନୀ ଗ୍ରହଣ ବି ଗୋଟିଏ ରାଜକୀୟ ଆଦର୍ଶ ରୂପରେ ମନାଯାଉଥିଲା। ବହୁ ବିଭତ୍ସ ଘଟଣାବଳୀରେ ରାଜ ଅନ୍ତପୁର ଗୁଡ଼ିକ ଥିଲା ଏକାନ୍ତ କଳୁଷିତ। ଭଞ୍ଜ ରାଜବଂଶରେ ଏହି ବିଭତ୍ସତା ଚରମ ସୀମାକୁ ସ୍ପର୍ଶ କରିଥିଲା। ଧନଞ୍ଜୟ ଭଞ୍ଜଙ୍କ ରାଣୀ ହାରୁଦେଈ ପୁତ୍ର ନୀଳକଣ୍ଠ ଭଞ୍ଜଙ୍କର ରାଜଗାଦି ପ୍ରାପ୍ତି ଉଦ୍ଦେଶ୍ୟରେ ସ୍ୱାମୀଙ୍କୁ ସରୁ ଚକୁଳିରେ ବିଷ ଦେଇ ହତ୍ୟା କରିଥିଲେ। ଏହି ଉଦ୍ଦେଶ୍ୟରେ ଘନଭଞ୍ଜଙ୍କୁ ମଧ୍ୟ ସେତେବେଳେ ନୃଶଂସ ଭାବରେ ହତ୍ୟା କରାଯାଇଥିଲା। ଭୋଗ ବିଳାସ ଓ ନାରୀ ସମ୍ଭୋଗମୟ ବାଲୁକା ରାଶିର ତଳେ ତଳେ ଅନ୍ତଃସଲୀଳା ଫଲ୍ଗୁ ପରି ଷଡ଼ଯନ୍ତ୍ର, ହତ୍ୟା ପ୍ରଭୃତି ଅମାନୁଷିକ ଆଚରଣର ଧାରା ପ୍ରବାହିତ ହୋଇଥିଲା। ଏସବୁ ପରିସ୍ଥିତି ଭିତରେ ଜାତିର ସାଂସ୍କୃତିକ ଚେତନାର ଦୀପଶିଖା କ୍ରମେ ନିଷ୍ପ୍ରଭ ହୋଇ ଆସୁଥିଲା। ଏତେବେଳେ ସଂସ୍କୃତି ସଚେତନ କବି ଉପେନ୍ଦ୍ର ଭଞ୍ଜଙ୍କର ଆବିର୍ଭାବ ଘୁମସର ରାଜବଂଶରେ। ଅତଏବ ଭଞ୍ଜ କବିଙ୍କର ଦାୟିତ୍ୱ ସମାଜ ଓ ସଂସ୍କୃତି କ୍ଷେତ୍ରରେ
ଅତି ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ମନେ ହୁଏ। ସମାଜର ଏତାଦୃଶ ଅଧୋଗତିର ସ୍ୱାଭାବିକ ପରିଣାମ ହେଉଛି ନୈତିକ ଅଧୋଗତି। ହିନ୍ଦୁ ଲୋକେ ଯୁଗ ଯୁଗ ଧରି ପଦଦଳିତ ହୋଇ ରହିଥିଲେ। ସେମାନେ ମୁସଲମାନ ସୁବେଦାର ଓ ହିନ୍ଦୁ ସାମନ୍ତରାଜାଙ୍କ ଅତ୍ୟାଚାରର ଶରବ୍ୟ ହୋଇ ପଡ଼ିଥିଲେ। କିନ୍ତୁ ଅନ୍ୟପକ୍ଷରେ ଦେଶର ମୁସଲମାନ ସମ୍ପ୍ରଦାୟ ଭୋଗ ବିଳାସରେ ପ୍ରମତ୍ତ ରହିଥିଲେ। ସାମାଜିକ ନୀତି ନିୟମର ଦୁର୍ଗ ଭୁଷୁଡ଼ି ପଡ଼ିଥିଲା। ଲାଞ୍ଚ, ମିଛ, ଉତ୍କୋଚ ଗ୍ରହଣ ସାଧାରଣ ନାଗରିକଠାରୁ ମୋଗଲ ସମ୍ରାଟଙ୍କ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ନିଜେ ସମ୍ରାଟ ଔରଙ୍ଗଜେବ ଉତ୍କୋଚ ଦେଇ ଅନେକ ହିନ୍ଦୁଙ୍କୁ ନିଜ ଧର୍ମରେ ଦୀକ୍ଷିତ କରୁଥିଲେ। ଏହି ଉତ୍କୋଚ ଦାନ ବଳରେ ସେ ଅନେକ ଦୁର୍ଗ ଜୟ କରିଥିଲେ। ସାମନ୍ତ ଶାସନର ସକଳ ଦୁର୍ଗୁଣ, ଈର୍ଷା, ଦ୍ୱେଷ, ଛନ୍ଦ, କପଟ, ଷଡ଼ଯନ୍ତ୍ର ଆଦି ସମାଜରେ ବିଭୀଷିକା ସୃଷ୍ଟି କରିବାରେ ଥିଲା ପ୍ରଧାନ କାରଣ। ତାହା ସହିତ ପୁଣି ଉତ୍ତରାଧିକାରୀ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ନିୟମ ଅନୁସୃତ ହେଉନଥିବା ଫଳରେ ରାଜଗାଦି ଗୁଡ଼ିକରେ ନୃଶଂସତା ଓ ପାପାଚାରର ପୈଶାଚିକ ଲୀଳା ଚାଲିଥିଲା। ଏସବୁ ଘଟଣାର ଅନୈତିକ ପ୍ରଭାବ ଜନସାଧାରଣଙ୍କୁ କରିଥିଲା ପାପଲିପ୍ତ ଓ କଳୁଷ ଜର୍ଜରିତ। ସମାଜର ନୈତିକ ବଳ ହ୍ରାସ ହୋଇଯିବାରୁ ଲୋକେ ମୁଖ୍ୟତଃ ଭାଗ୍ୟବାଦୀ ହୋଇ ପଡ଼ିଥିଲେ। ସମାଜର ସବୁ ଶ୍ରେଣୀର ଲୋକଙ୍କର ଜ୍ୟୋତିଷ ଶାସ୍ତ୍ରରେ ଗଭୀର ବିଶ୍ୱାସ ଜାତ ହୋଇଥିଲା। ଏପରିକି ମୋଗଲ ସମ୍ରାଟ ମଧ୍ୟ ଆପଣାର ଯାତ୍ରା କାଳରେ ଜ୍ୟୋତିଷଙ୍କୁ ସାଙ୍ଗରେ ନେଇ ଯାଉଥିଲେ। ହିନ୍ଦୁ ନୃପତିମାନେ ଏହାର ଅନ୍ଧ ଅନୁକରଣ କରୁଥିଲେ। ସମାଜରେ ଏହି ଘୋର ଭାଗ୍ୟବାଦର ସ୍ୱାଭାବିକ ପରିଣାମ ଥିଲା ନୈରାଶ୍ୟ। ସାମାଜିକ ନୈରାଶ୍ୟ ଓ ବିଭୀଷିକାର ଅନ୍ଧକୂପ ଭିତରୁ ରୀତିଯୁଗର ରସାଳ କାବ୍ୟ ସାହିତ୍ୟର ଉନ୍ମେଷ ଓ ସେଥିରେ କବିମାନଙ୍କ କୃତିତ୍ୱ ଅତ୍ୟନ୍ତ ବିସ୍ମୟକର ନିଶ୍ଚୟ।